Praise the Lord. ୱାର୍ଡ ୱଚନ ଚ୍ୟାନେଲରେ ସମସ୍ତ ଆପଣ ଜନମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 14ତମ ପଦଟି ଆଲୋଚନା କରିବା। ତେବେ ସୂଚନା ଅଛି ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 14। ତ ମୁଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, ଏହି କାର୍ଯ୍ୟ କରିବା ହେତୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟ ପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ। ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ। ତେବେ କଣ ସୂଚନା ଅଛି ନା, ତ ମୁଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ। ସମସ୍ତ ଉତ୍ତର ମନୁଷ୍ୟଙ୍କ ପାଖରୁ ବା ପୁରୁଷ ନାରୀଙ୍କ ପାଖରୁ ଶୁଣି ସାରିଲା ପରେ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଛନ୍ତି। ତେବେ ସର୍ପକୁ କଣ କହିଛନ୍ତି ନା, ଏହି କାର୍ଯ୍ୟ କରିବା ହେତୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟ ପଶୁ ଠାରୁ ଅଧିକ ଶାପଗ୍ରସ୍ତ ହେଲ। ତେବେ ଏହି କାର୍ଯ୍ୟ କେଉଁ କାର୍ଯ୍ୟ ନା, ତୁମ୍ଭେ ଯେଉଁ ସସତ୍ ଜ୍ଞାନଦାୟକ ବୃକ୍ଷର ଫଳକୁ ଖଳ ଚିନ୍ତାଧାରା ନେଇ ତୁମ୍ଭେ ମନୁଷ୍ୟମାନଙ୍କୁ ଖୁଆଇ ଦେଲ। ତେବେ ଏହି କାର୍ଯ୍ୟ ପାଇଁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟ ପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ। ସମସ୍ତ ଗାଁର ପଶୁ ଏବଂ ବନର ପଶୁ ମାନଙ୍କ ଠାରୁ ଅଧିକ ଶାପଗ୍ରସ୍ତ ହେଲ ବା ଅଭିଶାପ ପାଇଲ, କାରଣ ତୁମ୍ଭେ ସେହିପରି କାମ କରିଅଛ ବା କୂଟ ପ୍ରକୃତି ତୁମ୍ଭେ ପ୍ରୟୋଗ କରିଅଛ। ତେଣୁ ତୁମ୍ଭେ ଶାପଗ୍ରସ୍ତ ହେଲ ବା ତୁମକୁ ଅଭିଶାପ ଦିଆଗଲା। ତେବେ ପୁଣି କଣ କୁହାଯାଇଅଛି, ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ। ତୁମ୍ଭେ ଅର୍ଥାତ୍ ହେ ସର୍ପ, ତୁମ୍ଭେ ନିଜର ପେଟ କୁ ଭରା ଦେଇ ଚାଲିବ ବା ଗମନ କରିବ ବା ଗୁରୁଣ୍ଡିବ ଏବଂ ଯାବଜ୍ଜୀବନ ଅର୍ଥାତ୍ ଜୀବନ ସାରା ତୁମ୍ଭେ ଧୂଳି ଖାଇ ବଞ୍ଚିବ ବୋଲି ସଦାପ୍ରଭୁ ସର୍ପକୁ କହିଛନ୍ତି। ତେବେ ଅନେକ ବ୍ୟକ୍ତି ପ୍ରଶ୍ନ କରନ୍ତି, ସର୍ପକୁ କଣ ଶାପଗ୍ରସ୍ତ କରିବା ଠିକ ହେଲା? ତେବେ ଏହାର ଆମ୍ଭେ ଉତ୍ତର ଦେବା। ତେବେ ସଦାପ୍ରଭୁ ପରମେଶ୍ୱର କୌଣସି ଜୀବ ପ୍ରତି ସେ କୋପ ଦୃଷ୍ଟି ପକାଇ ପାରନ୍ତି, କିନ୍ତୁ ଯେହେତୁ ସର୍ପ ଖଳ ପ୍ରକୃତି ନେଇ ମନ୍ଦ ପ୍ରକୃତି ନେଇ ମନୁଷ୍ୟକୁ ହଇରାଣ କରିବା ପାଇଁ ଚାହିଁଅଛି, ତେବେ ସେଠାରେ ପରମେଶ୍ୱର ସର୍ପର ଫଳକୁ, ଯାହା ସେ କୁଫଳ କରିଥିଲା ତାହାର ଫଳକୁ ପାଇବା ନିମନ୍ତେ, ସର୍ପ ପାଇବା ନିମନ୍ତେ ତାହାକୁ ଶାପଗ୍ରସ୍ତ କଲେ ବା ଅଭିଶାପ ଦେଲେ। ତେବେ ଯଦି ପରମେଶ୍ୱର ସଦାପ୍ରଭୁ ସେଠାରେ ସର୍ପକୁ ଶାପଗ୍ରସ୍ତ କରିନଥାନ୍ତେ, ତେବେ ପାପ କର୍ମ କଲେ ମଧ୍ୟ କୌଣସି ଲୋକ ଦଣ୍ଡ ପାଆନ୍ତେ ନାହିଁ ବା ଅପରାଧୀ କେବେ ହେଲେ ବି ଦଣ୍ଡ ପାଉନଥାନ୍ତା। ସେ ଅପରାଧ ପରେ ଅପରାଧ କରିଚାଲିଥାନ୍ତା। ଜଣେ ଅପରାଧୀ ଖଳ ପ୍ରକୃତିର ହୋଇ ସେ ଖଳ କାମ କରୁଥାନ୍ତା ଏବଂ କୂଟ କାମ କରୁଥାନ୍ତା, କିନ୍ତୁ ତାହାକୁ ଦଣ୍ଡ ମିଳୁନଥାନ୍ତା ବା ଶାପ ମିଳୁନଥାନ୍ତା। ଠିକ ସେମିତି ଏଠାରେ ସର୍ପ କୂଟ କାମ ବା ଚକ୍ରାନ୍ତ କାମ କରିଥିବା ହେତୁ ସେ ତାର ଯୋଗ୍ୟ ଶାପ ପାଇଅଛି ବା ଅଭିଶାପ ପାଇଅଛି। ତେବେ ଏ ସ୍ତରରୁ ସୂଚନା ମିଳେ, ଯେମିତି କର୍ମ କରିବ ସେମିତି ଫଳ ପାଇବ। ଭଲର ଫଳ ଭଲ ଏବଂ ମନ୍ଦର ଫଳ ମନ୍ଦ ମିଳିଥାଏ, ଯାହା ସଦାପ୍ରଭୁ ପରମେଶ୍ୱର ଏ ସ୍ତରରେ ମନ୍ଦ କାର୍ଯ୍ୟ ପାଇଁ ଉଚିତ ଦଣ୍ଡ ଦେଇଅଛନ୍ତି। ପୁଣି ଆମ୍ଭେ ଜାଣିପାରିଲେ, ସର୍ପ
ସମସ୍ତ ପଶୁ, ଗ୍ରାମ୍ୟ ପଶୁ ଏବଂ ବନ୍ୟ ପଶୁ ଠାରୁ ଅଧିକ ସାପଗ୍ରସ୍ତ ଅଟେ ଏବଂ ସେ ଜୀବନ ସାରା ମଧ୍ୟ ଧୂଳି ଖାଏ ଏବଂ ପେଟ ଦେଇ ଗମନ କରେ। ଏହା ଆମ୍ଭେ ଜାଣିପାରିଲେ ଏବଂ ସର୍ପ ଏହା କେଉଁ କାର୍ଯ୍ୟ ହେତୁ ଭୋଗୁଅଛି ତାହା ମଧ୍ୟ ଆମ୍ଭେ ପବିତ୍ର ବାଇବେଲ ଅନୁସାରେ ଜାଣିପାରିଲେ। ତେବେ ଏଠାରେ ଅତି ସୁନ୍ଦର ଭାବରେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 14ତମ ପଦଟି ବ୍ୟାଖ୍ୟା ହୋଇ ଶେଷ ହୋଇଯାଇଅଛି। ତେବେ ସମସ୍ତ ଆପଣ ଜନମାନଙ୍କୁ ଧନ୍ୟବାଦ।